ପିଲାମାନେ ଆସ ଆଜି ଆମେ କିଛି କଥା ଜାଣିବା। ତୁମେ ମାନେ କ'ଣ ଆମ ପରି ବା ମୋ ପରି କେତେ ଜଣ ଶିକ୍ଷକ ମଧ୍ୟ ଏଇ ସବୁ କଥା ଜାଣି ନାହାନ୍ତି। ତେଣୁ ଆସ ଆଜି ତୁମମାନଙ୍କ ସହିତ ମୁଁ ମଧ୍ୟ ବହୁତ କଥା ଜାଣିବି, ମନେ ରଖିବା ପାଇଁ ଚେଷ୍ଟା କରିବି। ତୁମେ ବି ମନେ ରଖିବ। ଆମେ କିଛି କିଛି ଜାଣିଛେ କିନ୍ତୁ ସବୁ କଥା ଜାଣିନେ। ଏଗୁଡ଼ିକ ପାଇବା ଆମ ପକ୍ଷରେ ବହୁତ କଷ୍ଟ। ତେଣୁ ଆମେ କେବଳ ସବୁବେଳେ ପାଠର ଲକ୍ଷ୍ୟ ରଖିଛେ, କିନ୍ତୁ ଆମର ଯୋଉ ନଲେଜ ରହିବା କଥା, ଯୋଉ ଜିଜ୍ଞାସାକୁ ବଢାଇବା ପାଇଁ ଯାହା ସବୁ ଦରକାର, ଆମେ ସେଗୁଡ଼ିକୁ ଠାରୁ ବହୁତ ଦୂରରେ ଅଛେ। ତାହେଲେ ଆସ ଆଜି କିଛି ମନେ ରଖିବା। ଦେଖ, ଆମର ଗ୍ରନ୍ଥମାନଙ୍କ ଭିତରେ ବେଦ ହଉଛି ଆମର ଶ୍ରେଷ୍ଠ ଗ୍ରନ୍ଥ। ବେଦ ଆମେ ସମସ୍ତେ ପ୍ରାୟ ଜାଣିଛେ 4 ପ୍ରକାର: ଋଗ୍ବେଦ, ଯଜୁର୍ବେଦ, ସାମବେଦ ଆଉ ଅଥର୍ବ ବେଦ। ଏଇ ବେଦ ବୈଦିକ ଯୁଗରେ ପୁରାଣ ଋଷିମାନେ ରଚନା କରିଥିଲେ, କିନ୍ତୁ ଆକୁ ବେଦବ୍ୟାସ, ଯାହାଙ୍କର ଅନ୍ୟ ନାମ ହେଉଛି କୃଷ୍ଣ ଦ୍ୱୈପାୟନ ବ୍ୟାସ, ଯିଏ ମହାଭାରତର ମଧ୍ୟ ରଚୟିତା ଏବଂ ଯିଏ ହଉଛନ୍ତି ପୁରାଣ ମୁନି, ସମସ୍ତ ପୁରାଣ ମାନଙ୍କର ଯିଏ ରଚୟିତା, ତାହାଙ୍କ ଦ୍ୱାରା ଏହା ବିଭାଗୀକରଣ ହୋଇଥିଲା। ନାଇଁ, ଋଗ୍ବେଦ, ଯଜୁର୍ବେଦ, ସାମବେଦ ଆଉ ଅଥର୍ବ ବେଦ। ଏହା ଭିତରୁ ଯଜୁର୍ବେଦରୁ ଆମର ଏଇ ଗଦ୍ୟଟିରେ କିଛି ଗୋଟିଏ ଯୋଡ଼ିଏ ଶ୍ଲୋକ ଆସିଛି। ତାପରେ ଆମେ ଦେଖ ବ୍ରାହ୍ମଣାନୀ। ଏଗୁଡ଼ିକ ଆମେ ଜାଣିନେ ବି କ'ଣ ବ୍ରାହ୍ମଣାନୀ, ଯୋଉଗୁଡ଼ିକ ଜାଣିବା ଦରକାର, ଆମେ ତାକୁ ଭଲ ଭାବରେ ଜାଣିବି ନାହୁଁ। ନାଇଁ, ତାହେଲେ ବ୍ରାହ୍ମଣାନୀ ଆମର ଐତେରୀୟ ବ୍ରାହ୍ମଣାନୀ, ଶତପଥମ ବ୍ରାହ୍ମଣାନୀ, ସାମବିଧାନମ ବ୍ରାହ୍ମଣାନୀ, ଗୋପଥମ ବ୍ରାହ୍ମଣାନୀ ଇତ୍ୟାଦିନି। ହେଲା, ବ୍ରାହ୍ମଣାନୀ କ'ଣ ଆମେ ତ କେବେ ପଢିନେ। ଆମ ପରି ଅଜ୍ଞାନ, ଆମେ ବହୁତ ଅଜ୍ଞାନରେ ହିଁ ଅଛେ। ଯେଉଁମାନେ ଜ୍ଞାନୀ, ଯେଉଁମାନେ ସଂସ୍କୃତରେ ବିଶାରଦ, ସେମାନେ ଏହା ବିଷୟରେ କିଛି କିଛି ଜାଣିଛନ୍ତି। କିନ୍ତୁ ଆମେ ଜାଣିବା ଦରକାର ଯେ ବ୍ରାହ୍ମଣାନୀ ବୋଲି କିଛି ଗ୍ରନ୍ଥ ମଧ୍ୟ ଅଛି। ତା ଭିତରେ ଐତେରୀୟ, ଶତପଥମ, ସାମବିଧାନମ, ଗୋପଥମ ଆଦି ଅଛି। ସେପରି ଉପନିଷଦ, ଆମେ ଉପନିଷଦ ନାଁ ଶୁଣିଛେ, କିନ୍ତୁ ଏହା କେତେ ପ୍ରକାର କ'ଣ, ଏଗୁଡ଼ିକ ମଧ୍ୟ ଆମର ଜାଣିବାର ଆବଶ୍ୟକ ରହିଛି। ଉପନିଷଦ ଭିତରେ ଈଶକେନ ଉପନିଷଦ, କଠ ଉପନିଷଦ, ପ୍ରଶ୍ନ ଉପନିଷଦ, ମୁଣ୍ଡକଃ ଉପନିଷଦ, ମାଣ୍ଡୁକ୍ୟ ଉପନିଷଦ, ଐତେରୀୟ ଉପନିଷଦ, ତୈତେରୀୟ ଉପନିଷଦ ଆଦି ରହିଛି। ଏଗୁଡ଼ିକ ମଧ୍ୟରେ ଛନ୍ଦୋଗ୍ୟ ଆଉ ବୃହଦାରଣ୍ୟକ ଉପନିଷଦ, ଏଗୁଡ଼ିକ ମଧ୍ୟ କ'ଣ ପ୍ରସିଦ୍ଧ ଉପନିଷଦ ରହିଛି। ତାହେଲେ ଉପନିଷଦ: ଈଶକେନ ଉପନିଷଦ, କଠ ଉପନିଷଦ, ପ୍ରଶ୍ନ ଉପନିଷଦ, ମୁଣ୍ଡକ ଉପନିଷଦ, ମାଣ୍ଡୁକ୍ୟ ଉପନିଷଦ, ଐତେରୀୟ ଉପନିଷଦ, ତୈତେରୀୟ ଉପନିଷଦ ଆଉ ଛାନ୍ଦୋଗ୍ୟ ଉପନିଷଦ, ବୃହଦାରଣ୍ୟକ ଉପନିଷଦ ଆଦି ରହିଛି। ବୁଝିଲା, ଏଗୁଡ଼ିକ ହଉଛି ଉପନିଷଦ। ତାହେଲେ ଆମେ ବେଦ, ବ୍ରାହ୍ମଣାନୀ ଆଉ ଉପନିଷଦ ପଢିଲେ। ଏବେ ଉପବେଦ କେତେ ପ୍ରକାର ଅଛି ଦେଖ। ବେଦ ତ ଆମେ ପଢିଲେ, ପୁଣି ଉପବେଦ କେତେ ପ୍ରକାର ଅଛି ଦେଖ। ଆୟୁର୍ବେଦ, ଧନୁର୍ବେଦ, ଗାନ୍ଧର୍ବ ବେଦ, ଅଥର୍ବ ବେଦ, ଆଉ ଗୋଟେ ହେଲା କ'ଣ ସ୍ଥାପତ୍ୟ ବେଦ। ବୁଝିଲା ପିଲାମାନେ? ତାହେଲେ ଉପବେଦ ଏଗୁଡ଼ିକ। ବେଦ ତ ଆମେ ପଢିଲେ, ବେଦ 4 ପ୍ରକାର: ଋଗ୍ବେଦ, ଯଜୁର୍ବେଦ, ସାମବେଦ ଆଉ ଅଥର୍ବ ବେଦ। କିନ୍ତୁ ଉପବେଦ କେତେ ଗୁଡ଼ିଏ ନା ଆୟୁର୍ବେଦ, ଧନୁର୍ବେଦ, ଗାନ୍ଧର୍ବ ବେଦ, ଅଥର୍ବ ବେଦ ଆଉ ସ୍ଥାପତ୍ୟ ବେଦ, 6 ପ୍ରକାର। ପୁଣି ବେଦାଙ୍ଗ କେତେ ପ୍ରକାର ଅଛି ଦେଖ। ବେଦର ଅଙ୍ଗ, ବେଦ ଅଙ୍ଗ ହେଲା ଶିକ୍ଷା, ବ୍ୟାକରଣମ୍, ଛନ୍ଦଃ, ତାପରେ
ନିରୁକ୍ତମ୍ ଆଉ ଜ୍ୟୋତିଷମ୍ କଳ୍ପଃ। ତାହେଲେ ଏଗୁଡ଼ିକ ହେଉଛି ବେଦାଙ୍ଗ ହେଲା। ଶିକ୍ଷା, ବ୍ୟାକରଣମ୍, ଛନ୍ଦ ଆଉ ନିରୁକ୍ତ, ଜ୍ୟୋତିଷ, କଳ୍ପ ଏଗୁଡ଼ିକ ହେଲା ଆମର କ'ଣ ବେଦାଙ୍ଗ। ତାହେଲେ ଆମେ ବେଦ ପଢ଼ିଲେ 4 ପ୍ରକାର, ଉପନିଷଦ ବେଦ ପଢ଼ିଲେ 6 ପ୍ରକାର, ଆଉ ବେଦାଙ୍ଗ ପଢ଼ିଲେ କେତେ 6 ପ୍ରକାର। ଶିକ୍ଷା, ବ୍ୟାକରଣ, ଛନ୍ଦ, ନିରୁକ୍ତ, ଜ୍ୟୋତିଷ ଆଉ କଳ୍ପ। ସେହିପରି ବେଦୋପଙ୍ଗାନି, ବେଦ ଉପଙ୍ଗାନି ହେଲା। ବେଦାଙ୍ଗ ପଢ଼ିଲେ, ଉପବେଦ ପଢ଼ିଲେ, ବେଦ ଉପଙ୍ଗ କେତେଟା ଅଛି ଦେଖ। ବେଦ ଉପାଙ୍ଗ ଭିତରେ ଆମର କିଏ କିଏ ଅଛନ୍ତି ଦେଖ। ନ୍ୟାୟ, ବୈଶେଷିକ, ସାଂଖ୍ୟ, ଯୋଗ, ପୂର୍ବ ମୀମାଂସା, ଉତ୍ତର ମୀମାଂସା ଏଗୁଡ଼ିକ ହେଉଛି କ'ଣ ବେଦ ଉପାଙ୍ଗ। ନ୍ୟାୟ, ବୈଶେଷିକ, ସାଂଖ୍ୟ, ଯୋଗ, ପୂର୍ବ ମୀମାଂସା ଆଉ ଉତ୍ତର ମୀମାଂସା। ପିଲାମାନେ ଏଗୁଡ଼ିକ ଜାଣିବା ପାଇଁ ଆମକୁ ନିହାତି ଆବଶ୍ୟକ। ଆମେ କେବଳ ସବୁ ନ ପଢ଼ିପାରିଲେ ମଧ୍ୟ ଆମର ଜାଣିବା ଦରକାର ଯେ ଏହା ଆମ ଗ୍ରନ୍ଥମାନଙ୍କ ଭିତରେ ରହିଛି। ସେହିପରି ଦେଖ ଋଗ୍ବେଦ ମନ୍ତ୍ରର ସଂଖ୍ୟା, ଏହା ତ ଆମେ ଜାଣିନେ, ଆମେ ଖୋଜିଲେ ବି ପାଇବାନି। ତେଣୁ ବହିରେ ଯାହା ଅଛି ତା ଏ ଅନୁସାରେ ଆମେ ମନେ ରଖିବା ଉଚିତ। ଋଗ୍ବେଦର ସଂଖ୍ୟା ହେଉଛି 10 ସହସ୍ରାଣୀ ପଞ୍ଚଶତାନି 250 ହେଲା। 10 ସହସ୍ର ହେଲା, 10,552 ହେଲା। ସେହିପରି ଆମର ମଣ୍ଡଳ କ୍ରମ, ଏହାର ମଣ୍ଡଳ କ୍ରମ 10 ମଣ୍ଡଳ, 85 ଅନୁବାକାହା, 1028ଟି ସୂକ୍ତି ତା ଭିତରେ ରହିଛି। ଅଷ୍ଟ କ୍ରମ, ତା ଭିତରେ ଅଷ୍ଟକାହା, ପ୍ରତ୍ୟଷ୍ଟକାହା, ଅଷ୍ଟ ଅଧ୍ୟାୟ, ଆହାତ୍ୟ 64 ଅଧ୍ୟାୟ। ଏଗୁଡ଼ିକ ପିଲାମାନେ ଆମେ କିଛି ଜାଣିବି ନାହୁଁ ହେଲା। ତୁମେମାନେ କ'ଣ, ଆମେମାନେ ବି ଜାଣିନାହୁଁ। ତେଣୁ ଏଗୁଡ଼ିକ ଆମର ମନେ ରଖିବା ଉଚିତ। ଆମେ ଯେହେତୁ ସନାତନ ଧର୍ମାବଲମ୍ବୀ, ଆମେ ଏଗୁଡ଼ିକ ବେଦ ପୁରାଣ ବିଷୟରେ ଆମର ସମ୍ୟକ ଜ୍ଞାନ ରହିବା ଆବଶ୍ୟକ। ତାହେଲେ ଭାବୁଛି ଯଦିଓ ଏହା ପ୍ରଶ୍ନ ଆମ କ୍ଲାସରେ ପଡ଼ୁ ବା ନ ପଡ଼ୁ ଆମ ପରୀକ୍ଷାରେ, କିନ୍ତୁ ଏଗୁଡ଼ିକ ଆମର ମନେ ରହିବା ଦରକାର। ଏଗୁଡ଼ିକ ଆମ ପାଇଁ ନିହାତି ଜାଣିବା ପିଲାମାନେ ଦରକାର। ସେଥିପାଇଁ ଏଇ ଭିଡ଼ିଓଟି ତୁମ ପାଇଁ ତିଆରି କରାଗଲା। ନିଶ୍ଚିତ ଭାବରେ ଯଦି ଭଲ ଲାଗିଥିବ ତାହେଲେ ଗୋଟେ ଲାଇକ୍ କରିବ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରିବ, ଯାହାଦ୍ୱାରା ଯାହା ନୂଆ ଜିନିଷ ବାହାରିବ ତାହା ତୁମ ପାଖରେ ଆଗେ ପହଞ୍ଚିବ ଏବଂ ନିଜ ସାଙ୍ଗସାଥିମାନଙ୍କୁ ସେୟାର କରିବା ଦ୍ୱାରା ସେମାନେ ମଧ୍ୟ କିଛି ଉପକୃତ ହେବେ, କିଛି ଜାଣିବେ। ତାହେଲେ ପିଲାମାନେ ଆଜି ଆମେମାନେ ଏଇଠି ରହିବା। ସମସ୍ତେ ଏକୁ ଶୁଣିଥିବାରୁ ବା ଜାଣିଥିବାରୁ ବା ସ୍କିପ୍ ନ କରି ଯଦି ପଢ଼ିବ ତାହେଲେ ତୁମମାନଙ୍କୁ ନିଶ୍ଚିତ ଭାବରେ ଗୋଟେ ଧନ୍ୟବାଦ ମିଳିବ। ତାହେଲେ ସମସ୍ତଙ୍କୁ ଧନ୍ୟବାଦ।